ସମସ୍ତଙ୍କୁ ନମସ୍କାର। ଆମ୍ଭେମାନେ ବାଇବଲ ପାଠ ପଢ଼ିବା ନିମନ୍ତେ ଆମେ ପ୍ରାର୍ଥନା କରିବା, ତାପରେ ଆରମ୍ଭ କରିବା। ମୋ ନାଁ ହେଉଛି ରାଜେଶ ମଲ୍ଲିକ। ୟୁଟ୍ୟୁବକୁ ମୋର ଅଭିନନ୍ଦନ ଆଉ ନମସ୍କାର। ଆସନ୍ତୁ ଆମ୍ଭେ ବାଇବଲ ପାଠ ପଢ଼ିବା ଆଉ ଶିଖିବାକୁ ଯିବା। ପ୍ରଭୁ ଆମ ସମସ୍ତଙ୍କୁ ଡାକୁଛନ୍ତି, ତେଣୁ ଆମ୍ଭେମାନେ ଜାଣିପାରିବା ଆଉ ଶୁଣିପାରିବା। ଆସନ୍ତୁ ଟିକେ ପ୍ରାର୍ଥନା କରିବା, ତାପରେ ପ୍ରଭୁଙ୍କ ବାଟକୁ ଆମକୁ ଯିବା। ଧନ୍ୟ ପିତା ପରମେଶ୍ୱର ଜଗତ ଈଶ୍ୱର ସଦାପ୍ରଭୁ, ଏହି ଯୁଗର ଲୋକମାନଙ୍କୁ ମଧ୍ୟ ମୁଁ ନିବେଦନ କରୁଅଛି, ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏହି ପୃଥିବୀରେ କେତେରେ ପାପରେ ଆମେ ପଡ଼ିଅଛୁ ଆଉ ପାପରେ ମରିଅଛୁ। ପ୍ରଭୁ, ଅନେକ ରୋଗ, ଅନେକ କଷ୍ଟ, ଅନେକ ମନ୍ଦାତ୍ମା, ଅନେକ ଯେକୌଣସି ଏ ପୃଥିବୀରେ ପାପ, ପ୍ରଭୁ ଏହି ନେତାମାନଙ୍କୁ ମଧ୍ୟ ଆଉ ରାଜନୀତି ମଧ୍ୟ ଲୋକମାନଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ। ପ୍ରଭୁ ଶାନ୍ତି ଆଣିବା ପାଇଁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ଏହି ଆମମାନଙ୍କୁ ଅନେକ ଲୋକମାନଙ୍କୁ ମଧ୍ୟ ଶାନ୍ତିରେ ରହିବାକୁ, ଆମମାନଙ୍କୁ ରକ୍ଷା ପାଇବା ନିମନ୍ତେ ମଧ୍ୟ ପ୍ରଭୁ ଏ ପୃଥିବୀରେ ଲୋକମାନେ ଅଛନ୍ତି, ସେମାନଙ୍କୁ ମଧ୍ୟ କେତେ ଦରିଦ୍ର ଅନାଥ ପିଲାମାନେ ମଧ୍ୟ ଅଛନ୍ତି, ସେମାନଙ୍କୁ ମଧ୍ୟ ଆଶୀର୍ବାଦ କର। ପ୍ରଭୁ, ଆମେ ବାଇବଲ ପଠନ ପଢ଼ିବା ନିମନ୍ତେ ମୁଁ ତୁମ୍ଭକୁ ଧନ୍ୟବାଦ ଦେଇ ଏହି ଛୋଟିଆ ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲି, ଆମେନ୍। ଆସନ୍ତୁ ଆମ୍ଭେ ବାଇବଲ ପଠନ କରିବା ପୂର୍ବରୁ ମୁଁ କିଛି କହିବାକୁ ମୁଁ ନ ଜାଣିଲେ ମଧ୍ୟ ଆପଣମାନେ କ୍ଷମା କରିବେ। ଦେଖନ୍ତୁ, ପ୍ରଭୁ ଆମ ଜେରିମିୟ ଭବିଷ୍ୟବକ୍ତା ଯାହା କହୁଅଛନ୍ତି ସେ ନିଜେ କହୁନାହାନ୍ତି। ପ୍ରଭୁ ଆମ୍ଭମାନଙ୍କୁ ଏହି ଜୀବନ୍ତ ବାକ୍ୟ ଦେଇ ଈଶ୍ୱର ସେ ବକ୍ତା ଦେଇ କ'ଣ କହିବେ ଆମ୍ଭେମାନେ ଶୁଣିବା। ପ୍ରଭୁ ଆମ ଆତ୍ମାରେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ପାଠ ପଢ଼ିବା ଜେରିମିୟ 33:3 ଆମେ ପାଠ ପଢ଼ିବା। ଜେରିମିୟ 33:3 କ'ଣ ଲେଖା ଅଛି ଆମ୍ଭେମାନେ ପାଠ ପଢ଼ିବା। ଆସନ୍ତୁ ଭାଇମାନେ। ମୁଁ ତୁମ୍ଭମାନଙ୍କୁ ନିକଟରେ ପ୍ରାର୍ଥନା କରେ, ତହିଁରେ ଆମ୍ଭେ ତୁମ୍ଭକୁ ଉତ୍ତର ଦେବା। ପୁଣି ତୁମ୍ଭେମାନେ ଅଜ୍ଞାତ ମହତ୍ ଦୃଶ୍ୟର ବିଷୟ ସ୍ଥାନ ମୁଁ ତୁମ୍ଭକୁ ଦେଖାଇବା। ଆମମାନଙ୍କୁ କ'ଣ ଦେବ? ସୁନା, ରୂପା, ଅଳଙ୍କା କ'ଣ ଦେବ? ଜଣେ ଦିଟା ପିଲା ଥିଲା, ବାପା ପୁଅ, ଆଉ ବାପାର ସାଙ୍ଗ ତିନିଟା ଥିଲା। ଆଉ ଗୋଟେ ଘରକୁ ଗଲେ, ଆଉ ତାର ସାଙ୍ଗ ଘରକୁ ସେ ବାପା ପିଲାକୁ ଧରିକି ଗଲା। ଯାଉ ଯାଉ ପହଞ୍ଚିଲେ, ଆଉ ତାର ସାଙ୍ଗ ନଥିଲା। ପ୍ରିୟ ବାପା ଭାଇମାନେ, ଆମେମାନେ ଶୁଣିବା, ସିଏ ନଥିଲା। ତାପରେ ବହୁତ ଦୂର ଚାଲି ଚାଲି ପଳେଇଲା। ତାପରେ ଘରେ ପହଞ୍ଚିଲା ବେଳକୁ ସେ ପୁଅ କହିଲେ, ବାପା ମତେ ଭୋକ ଲାଗୁଛି, ମୁଁ ଖାଇବି, ବାତ୍ୟା ଖାଇବି, ଯେକୌଣସି ନହେଲେ ପାଣି ମଧ୍ୟ ପିଇବି ବୋଲି କହିବାର ବାବୁରେ ଆମ୍ଭେମାନେ ଟିକେ ସଙ୍ଗାତ ଘର ଟିକେ ଆମେ ଯିବା, ତାପରେ ମାଗିବା। ମାଗିଲେ ସିଏ କ'ଣ କହିବ? ପଖାଳ ଅଛି କି ଭାତ ଅଛି, ତାହା ମୁଁ ତୁମକୁ ଦେବି ବୋଲି କହିଲା। ତାପରେ ଯାଉ ଯାଉ ବହୁତ ଦୂର, ପିଲାଟା 15 ବର୍ଷ ଖଣ୍ଡେ ହେଇଥିଲେ। 15 ବର୍ଷ ହେଲା। ତାପରେ ବେଶୀ ବାଟ ଚାଲିକି ଯିବାକୁ ହାଲିଆ ହେଇକି ପ୍ରଭୁ
ତାହାଙ୍କଠାରେ ଅଛନ୍ତି ଆଉ ପିଲା କେବେ ହିଁ ହାଲିଆଇଲା ନାହିଁ, ଆଉ ଥରେ ଚାଲିଲା। ତାପରେ ସଙ୍ଗାତଗର ପହଞ୍ଚିକି ନମସ୍କାର କଲା। ନମସ୍କାର କଲା ପରେ ଆଉ ତାହାଙ୍କୁ ନମସ୍କାର କଲା ପରେ ସିଏ ସଙ୍ଗାତେ ମୁଁ ଗୋଟେ ମାଗୁଛି, ତମେ ସେ ପିଲା ପାଇଁ ଖାଦ୍ୟ ଟିକେ ଦିଅ। ତାପରେ ସେଦିନ ପାଇଁ ଆଉ ତାହାଙ୍କ କିଛି ନାହିଁ ବୋଲି କହିଲେ। ପ୍ରିୟ ବାପା ଭାଇମାନେ, ଆଉ ସାଙ୍ଗ ହେଇକି ଥିଲାଟା ମୂଲ୍ୟବାନ ହେଲା ନାହିଁ, ଆଉ କିଛି ସେ ପିଲାକୁ ମଧ୍ୟ ଖାଦ୍ୟ ଦେଲା ନାହିଁ। ତାପରେ ସେ ପିଲାର ବାପା କଣ କହିଲେ କି, ବାବୁରେ ଆଉ କଣ କରିବା, ଦେଖନ୍ତୁ ଆମେ ଏତେ ଦୂର ଆସିଲୁ, ତାପରେ ତୁମକୁ ଭୋକ ଲାଗିଲା, ତୁମେ ଚିନ୍ତା କର ନାହିଁ, ପ୍ରଭୁ ଦେବେ ବାତ୍ୟା ବୋଲି କହିଲେ। ପ୍ରିୟ ବାପା ଭାଇମାନେ, ତାପରେ ଫେରିଲା ବାଟରୁ ଗୋଟେ ନାଳକୁ ପହଞ୍ଚିଲେ। ତାପରେ ପାଣି ମାଗିଲା, ବାପା ପାଣି ଟିକେ ଆଣ ବୋଲି କହିବାରୁ ସେ କେତେବେଳେ ସେ ଗିନାର ପାଣି ମାଗିଲା। ତାପରେ ମାଗିକି କେତେବେଳେ ସେ ଗିନା କି ଠୁଙ୍ଗା ହଉ, ତାପରେ ପାଣି କାଢିକି ଆଣିଲା ବେଳକୁ ସେ ପିଲା ଦେଖି ଗୋଟେ ଭାତ ନହେଲେ ପଖାଳ ହେଲା। ପ୍ରେଜ୍ ଦ ଲର୍ଡ। ପ୍ରଭୁ ସେ ଖାଦ୍ୟରେ ଦେଲା। ତେଣୁ ଆମ୍ଭେ ଯଦି ପ୍ରଭୁ ଯୀଶୁଙ୍କୁ ଜାଣିଛୁ, ଆଉ କେବେ ଅସୁବିଧା ହେବ ନାହିଁ, କିଛି ଅସୁବିଧା ହେବାର ନାହିଁ। ପ୍ରଭୁ ଆମ ସମସ୍ତଙ୍କୁ ବାତ୍ୟା ଦେବ। ପ୍ରଭୁ ଆମେ ସମସ୍ତଙ୍କୁ ଖାଦ୍ୟ ଦେବ। ଆଉ ପ୍ରଭୁ ଆମ ସମସ୍ତଙ୍କୁ ଅସୁବିଧାରେ ପକେଇବ ନାହିଁ। ତୁମେମାନେ ଡାକ, ମୁଁ ରବ ଶୁଣିକି ତୁମମାନଙ୍କୁ ଥରେ ଦେବି। ଆମେ ଡାକିବା, କି ପ୍ରକାର ଡାକିବା? ପ୍ରଭୁଙ୍କୁ ଡାକିବାକୁ ଜାଣିବାକୁ ପଡିବ। ପ୍ରଭୁ ଆମ ସମସ୍ତଙ୍କର ବାପା, ପ୍ରଭୁ ଆମେ ସମସ୍ତଙ୍କ ଈଶ୍ୱର, ଆମେ ସମସ୍ତଙ୍କର ଗୋଟେ ଭଗବାନ କି ଈଶ୍ୱର, ପ୍ରଭୁ ମହାନ ପରମେଶ୍ୱର। ସିଏ ଆମକୁ କେବେ ହିଁ ଅନାଥ କରିବାକୁ ଛାଡ଼ିବ ନାହିଁ। ତାର ଜହନ 14:3-4 ପଦରେ ଲେଖା ହେଇଛି, ମୁଁ ତୁମ୍ଭମାନଙ୍କୁ ଆଉ ଅନାଥ କରିକି ମୁଁ ଯିବି ନାହିଁ, ଆଉ ଥରେ ଆସିବି, ତାପରେ ତୁମ୍ଭମାନଙ୍କୁ ମୋ ନିକଟକୁ ନେବି ବୋଲି ଆମମାନଙ୍କୁ ସମସ୍ତଙ୍କୁ ପ୍ରଭୁ କହୁଅଛନ୍ତି। ତେଣୁ ଆମ୍ଭ ନିକଟକୁ କଣ କହୁଛି? ଆମ୍ଭ ନିକଟକୁ ନା ତୁମ୍ଭ ନିକଟକୁ କଣ କରିବା? ଆମ୍ଭ ନିକଟକୁ ତୁମେ ଆମ୍ଭ ନିକଟକୁ ପ୍ରାର୍ଥନା କର। ତୁମେ ଆମ୍ଭ ନିକଟକୁ ପ୍ରାର୍ଥନା କର। ତାହେଲେ ଜଣେ ବାପା ହଉ କି ମା ହଉ କି ଜ୍ୱରରେ ପୀଡ଼ିତ ପଡ଼ିଥିବ, ଜଣକୁ ପ୍ରଚାର ମାଷ୍ଟରକୁ ଡାକିବା, ତାପରେ ବାବୁରେ ଆଜ୍ଞା ଆପଣ ସେ ମା ପାଇଁ ପ୍ରାର୍ଥନା କରିଦିଅନ୍ତୁ, ଆଉ ଡାକିଯିବ ବାଳକକୁ। ତାପରେ ସେ ମାକୁ ନ କରିକି ତାଙ୍କ ପରିବାରରେ ପ୍ରାର୍ଥନା କରୁଅଛନ୍ତି, ତାଙ୍କ ପଡ଼ିଶା ଘରକୁ ପ୍ରାର୍ଥନା କରୁଅଛନ୍ତି, ତାଙ୍କର ସାହିର ପରିବାରକୁ ପ୍ରାର୍ଥନା କରୁଛନ୍ତି। ସିଏ ସୁସ୍ଥ ହେଇପାରିବ କି? ନାହିଁ। ଆମେ ମାନେ ପାପୀ। ହେଲେ ଜଣେ ଡାକିଯିବ, ଡାକିଲା ପରେ ଆଉ ଅଲଗା ମାକୁ ପ୍ରାର୍ଥନା କରାବ, ସେଠି ଶୁଣିବ ନାହିଁ ପ୍ରଭୁ। ତେଣୁ ସେ ମା ପ୍ରାର୍ଥନା ଜାଗାରେ, ପ୍ରାର୍ଥନା ଶୋଇଥିବା ଜାଗାରେ ସେ ତାଙ୍କ ହାତ ବଢେଇକି, ତୁମେ ମତେ ହାତ ବଢେଇକି ମତେ ପ୍ରାର୍ଥନା କର, ମୁଁ ଶୁଣିବି ଆଉ ତୁମ୍ଭକୁ ସୁସ୍ଥ କରିବି। ଗୀତ ସଂହିତା 103:1-2 ଲେଖା ହେଇଛି, ତୁମ୍ଭେ ମାନେ ପ୍ରାର୍ଥନା କର, ମୁଁ ତୁମ୍ଭମାନଙ୍କୁ ଶୁଣିବି। ପ୍ରେଜ୍ ଦ ଲର୍ଡ। ପ୍ରଭୁ ତୁମ୍ଭମାନଙ୍କୁ ଯିଶାୟ 41:10 ଲେଖା ହେଇଛି,
ତୁମ୍ଭେମାନେ ଭୟ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କର ପରମେଶ୍ୱର ଅଛୁ। ତୁମ୍ଭମାନେ କିଏ ତାଡ଼ନା କରିବ, ସେମାନେ କଣ କରିବ? କଣ କହିବ? ତାଡ଼ନା କରବା ଲୋକ, ତୁମକୁ ହିଂସା କରବା ଲୋକ, ତୁମକୁ ନଷ୍ଟି କରବା ଲୋକ କେବେ ହିଁ ପୃଥିବୀରେ ବଞ୍ଚିବ ନାହିଁ। କେଉଁମାନେ ତୁମକୁ ତାଡ଼ନା କରିବେ, ସେମାନେ ବି ନିଜେ ନିଜେ ବଞ୍ଚିବ ନାହିଁ, ଆଉ ପୃଥିବୀରେ ରହିବ ନାହିଁ। ପ୍ରିୟ ବାପା ଭାଇମାନେ, ତୁମେମାନେ ଭୟ କର ନାହିଁ, ପ୍ରଭୁଙ୍କୁ ଡାକିବାକୁ ଭୟ କର ନାହିଁ। ଏହି ପୃଥିବୀରେ ଅନେକ ଲୋକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୁଁ କହୁଛି, ପ୍ରଭୁ ଆମ ସମସ୍ତଙ୍କୁ ଡାକୁଅଛନ୍ତି। ତୁମ୍ଭେମାନେ ଭୟ କର ନାହିଁ, ଆମ୍ଭ ନିକଟକୁ ପ୍ରାର୍ଥନା କର, ମୁଁ ତୁମ୍ଭମାନଙ୍କୁ ଉତ୍ତର ଦେବି, ଉତ୍ତର ଦେବି। ମାନେ କିଛି ଚିନ୍ତା କର ନାହିଁ, ପ୍ରାର୍ଥନା କର, ପ୍ରାର୍ଥନା କର। ମୋ ନାମରେ ଅନେକ ଲୋକମାନଙ୍କୁ ସୁସ୍ଥତା କରିପାରିବ। ଦେଖନ୍ତୁ ବାପା ଭାଇମାନେ, ଆମେ ସୁସ୍ଥତା କରିପାରିବୁ। ପ୍ରଭୁ ଯୀଶୁ ଡାକିବାକୁ ଜାଣିବାକୁ ପଡ଼ିବ। ରବ ଶୁଣିବ, ସୁସ୍ଥ କରିବ ପରମେଶ୍ୱର। ତେଣୁ ଆମ୍ଭେମାନେ ତୁମ୍ଭେମାନେ ମୋ ନିକଟକୁ ପ୍ରାର୍ଥନା କର, ତହିଁରେ ଆମ୍ଭେମାନେ ତୁମ୍ଭକୁ ଉତ୍ତର ଦେବା। ପ୍ରିୟ ବାପା ଭାଇମାନେ, ଆମ୍ଭେମାନେ ପ୍ରାର୍ଥନା କରିବା। କେଉଁ ସିଷ୍ଟମ ପ୍ରାର୍ଥନା କରିବା? ପ୍ରାର୍ଥନା କରିବାକୁ ଆମେ ଜାଣିବୁ ନାହିଁ, ଆଉ ପ୍ରଭୁ ସୁସ୍ଥ କଲା ନା ବୋଲି ଆଉ କହିବୁ ନାହିଁ। ଏହି ଆପଣମାନଙ୍କୁ ମୁଁ ବିଶେଷ ଧନ୍ୟବାଦ ଦେଉଛି। ଆଉ ଏହି ଶିକ୍ଷା ଭୁଲ ହେଲେ ମଧ୍ୟ ମୋତେ କ୍ଷମା କରନ୍ତୁ। ଆଉ ଯଦି ଆପଣଙ୍କୁ ଏହି ଭିଡ଼ିଓ ଭଲ ଲାଗିଲା, ଆଉ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ଆଉ ଲାଇକ୍ ସବସ୍କ୍ରାଇବ୍ କରିକି ଆପଣମାନଙ୍କୁ ଆଗାମୀ ଭିଡ଼ିଓରେ ଆମେ ଦେଖାଇବା। ଯଦି ଭୁଲ ହେଲେ କମେଣ୍ଟ ମଧ୍ୟରେ ମୋତେ କମେଣ୍ଟ ପଠାନ୍ତୁ। ଭୁଲ ବାଲି ଥିଲା ମଧ୍ୟ ପଠାନ୍ତୁ, ମୋତେ କ୍ଷମା କରନ୍ତୁ। ସମସ୍ତଙ୍କୁ ଆମର ନମସ୍କାର।